2026 ମସିହାରେ ଭାରତ କେତେତମ ସ୍ୱାଧୀନତା ଦିବସ ପାଳନ କରୁଛି? ଉତ୍ତର 77ତମ। ଭାରତର ସମ୍ବିଧାନ କେବେଠାରୁ କାର୍ଯ୍ୟକାରୀ ହୋଇଥିଲା? ଉତ୍ତର 1950 ମସିହା ଜାନୁଆରୀ ମାସ 26 ତାରିଖ। କାହାକୁ ଭାରତୀୟ ସମ୍ବିଧାନର ଜନକ କୁହାଯାଏ? ଉତ୍ତର ଡକ୍ଟର B.R. ଆମ୍ବେଦକର। ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ କେତେ ଦିନ ସମୟ ଲାଗିଥିଲା? ଉତ୍ତର 2 ବର୍ଷ 11 ମାସ 18 ଦିନ। ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା କିଏ ଉତ୍ତୋଳନ କରିଥାନ୍ତି? ଉତ୍ତର ଭାରତର ରାଷ୍ଟ୍ରପତି। ଭାରତୀୟ ଜାତୀୟ ପତାକାର ଡିଜାଇନ କିଏ କରିଥିଲେ? ଉତ୍ତର ପିଙ୍ଗଳି ଭେଙ୍କୟା। ଭାରତୀୟ ସମ୍ବିଧାନ ବିଶ୍ୱର କେଉଁ ପ୍ରକାରର ସମ୍ବିଧାନ? ଉତ୍ତର ସର୍ବବୃହତ ସମ୍ବିଧାନ। ସାଧାରଣତନ୍ତ୍ର ଦିବସ ପ୍ୟାରେଡ କେଉଁଠାରେ ଆରମ୍ଭ କରାଯାଏ? ଉତ୍ତର ରାଷ୍ଟ୍ରପତି ଭବନ। ଭାରତୀୟ ଜାତୀୟ ପତାକାର ଲମ୍ବ ଓ ଓସାର ଅନୁପାତ କେତେ? ଉତ୍ତର 3:2। ଜନଗଣ ମନ ଭାରତର ଜାତୀୟ ସଙ୍ଗୀତ ଭାବେ କେବେ ଗ୍ରହଣ କରାଗଲା? ଉତ୍ତର 24 ଜାନୁଆରୀ 1950 ମସିହା। ଭାରତର ଜାତୀୟ ସ୍ଲୋଗାନ ସତ୍ୟମେବ ଜୟତେ କେଉଁଠାରୁ ଅଣାଯାଇଛି? ଉତ୍ତର ମୁଣ୍ଡକ ଉପନିଷଦରୁ। ଭାରତର ମୂଳ ସମ୍ବିଧାନ କେଉଁ ଭାଷାରେ ଲେଖାଯାଇଥିଲା? ଉତ୍ତର ହିନ୍ଦୀ ଓ ଇଂରାଜୀ ଭାଷାରେ।